ପାଞ୍ଚଟା ଝିଅକୁ ବିବାହ କରିଥିବା ମୋର ସାଥିରେ ତୁ ମୋ ଭଉଣୀର ବାହାଘର କରି ତା ଜୀବନଟାକୁ ପୁରା ବର୍ବାଦ କରିଦେଇଛୁ। ମୁଁ ତୋତେ ଛାଡ଼ିବିନି ବା ହାରାମଜାଦା, ମୁଁ ତୋତେ ଛାଡ଼ିବିନି। କଣ ହେଲା? କିଏ ତମେ କାହିଁକି ହାଲା କରୁଛ ଶୁଣେ? ମୋ ବିଷୟରେ ତମର ଜାଣିବା କିଛି ଦରକାର ନାହିଁ। ମୋର କିନ୍ତୁ ଦରକାର ସେ ଶଳା ବୈଶାଖ ପଟ୍ଟନାୟକ। ଦେଖ ମୋ କଥାରେ ବୁଝିବାକୁ ଚେଷ୍ଟା କର। ମୁଁ ଗୋଟେ ନିରୀହ ଝିଅଟେ ଆଉ ବୈଶାଖ ପଟ୍ଟନାୟକ ମୋ ସରଳତାର ସୁଯୋଗ ନେଇ ମୋତେ ତା ପାଖରେ ରଖୁଛି। ଯଦି ପାରୁଛ ତମେ ମୋତେ ଏଠାରୁ ଉଦ୍ଧାର କର। ଆରେ ମୁଁ ଏଠାକୁ କାହିଁକି ଆସିଛି, କଣ ପାଇଁ ଆସିଛି ସେ କଥା ନ ଜାଣି କହିଲା କନ୍ୟା ମତେ ଉଦ୍ଧାର କର। ତାକରା ତମେ ତ ବୈଶାଖ ପଟ୍ଟନାୟକର ଲୋକ, ମୁଁ ବା ତମକୁ କଣ ଉଦ୍ଧାର କରିବି? अरे बाबा तुम्हें बुझना नहीं। तमरे रूप तमरे यौवन मत पूरा दुर्बल कर पके। तो बाबू बंधन ମୋ ପ୍ରତି ତମ ଭଲ ପାଇବାର ଆକର୍ଷଣ ଏହାର ମାନେ ତମ କିଛି ବୁଝିପାରୁନି। अरे बाबा तुम जिते रागुच राग हेले मु निजको जमा भी संभाली पारुनी। କଣ ଅଛି ଗୁଣା ଏମିତି କାଟୁଛ କାହିଁକି? ମୋତେ ଏକୁଟିଆ ଦେଖି ଏ ମୋତେ ବଳାତ୍କାର କରିବାକୁ ବସିଛି। ଏସବୁ ମିଛ କଥା। ବୈଶାଖ ପଟ୍ଟନାୟକ ତୁ କଣ ଭାବିଛୁ ଏମିତି ଛୋଟିଆ ଆକ୍ଟିଂ କରିଛୁ? ସେ ତ ନୁହେଁ କି ମୁଁ ବସନ୍ତ ସେ ଶୁଆଟା ଏନି ପାଞ୍ଚିରୁ ଗଲାବେ। ଏ ବୈଶାଖକୁ ଟକ୍କର ଦେଇ କିଛି ଭଲ କଲୁନେ। ଏ ବୈଶାଖ ପଟ୍ଟନାୟକ ଦେହରୁ ହାତ ମାରି କଲୁନେ। ମୂଲ୍ୟ ପ୍ରତିଶୋଧ ନେବାକୁ ଆସି ଫସିଗଲୁ ବିବେ। ମୋ ଫାଷ୍ଟ ଚାରିପଟେ ସିସି କ୍ୟାମେରା ରେଡି। ତା ସହିତ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲୁ। ତୁ କଣ ସେ କଥା ସ୍ୱୀକାର କରିପାରିବୁ? ଏସବୁ ମିଛ କଥା। ହେଇପାରେନା ଏ ଛୋଟିଆ ଆକ୍ଟିଂ କରିଛୁ। ସମସ୍ତଙ୍କ ଆଖିରେ ମୁଁ ଚକମା ଦେଖେଇ ରାଜକବି ଚାଲିଥିଲି ନା। ଏ ବିବେ ତୁ ଏକଦମ ଭାବରେ ଫସିଗଲୁ। ଜମା କୁକୁରି ପାରି ଘୁରେଇବେ। ବୈଶାଖ ପଟ୍ଟନାୟକ ଆଜି ସିନା ତୁ ବିବେକ ଦେହର ମିଛ ପାଉଙ୍କର ପାହାଡ଼ଟା ଲଦି ଦେଲୁ। ଆମେ ମନେ ସମୟ ଆସିଲେ ମୁଁ ତୋ ଠାରୁ କଳା ଗଣ୍ଡା କରି ହିସାବ ନେବି। କଳା ଗଣ୍ଡା କରି ହିସାବ ନେବି। ବିବେକକୁ ଏମିତି ଭାବରେ ଫସେଇ ଦେଲ ଯେ ସେ ଶୁଆଟା ଜୀବନ ସାରା ପାଇଁ କାନ୍ଦିବ।
তুমি মোক গা কৰি কাম କରିବାକୁ একদম ঠিক আরে জিতিবে খুশিরে টিকে খুশি করিও না টিকিয়ে খুশি তো শিওর
नमस्कार बाबू। क्या बा? क्या रे तू? साला कहला करो ना नमस्कार साला नमस्कार पकई देले जेंते मु स्वर्ग को चली जीवी साला भिखारी को ठिकार नाई बाबू मु भिकारी नुह मु सत्य। सत्य साला कौन सत्य अरे ए साला एठिकी क्या गया सी छुआ बाबू एठिकी आसीबा पाई परा आपण फोन करथिले। अरे ए साला तो मुंड ठीक अछि तो साला मु तते चिन्हिनी कि जानिनी मु तते फोन कले के देबे रे नाई बाबू मु कोन कहूतिली कि चुप तोर किसी कहला दरकार नहीं चुपचाप एठू चली जा तोर साला को मारे भी जे गोटे बाबू आपण मते थट्टा करूछंती काहेकि जानिछंती बाबू मु परा गावली बड़ी मुंडिया लोक जहा कहिले सब सही भी बाबू मु परा सात पुरुष को बंधु बांधिची बाबू बाबू हाथ जोड़ुची बाबू थरुचे मो मिठा को डाकी दियो मु देखि करी चली जीवी बाबू टिके डाकी दियो तू साला वो जहाँ देखो जे एटा साला गोटे बध पागल साला को पाने न देले हो बाबू आपणकर कौन होईछि बारंबार काई विषयटा को फोडुछंती साला तू तो गोटे मूर्ख साला बुझिबु कोन एटा होजी हाई सोसाइटी लोक मानकर गोटे हाई पावर मैजिस्ट्रेट माने लिक्विडी डॉग बाबू आपण एमती टळुचंती काहेकि आपण कोण ताहले मधुआ माताल कोण निसाडी ओ मधुआ ओ बाजा ओ निशाली स्वाग बाजे नमस्कार मावशी मुई इतर सत्य पीछे पहुंची ये मोर को चिड़ी निकल जाए ए बेटा ए मारी पड़ा तो कोनी क्या केमिति कहउछलो बेटा गोटे मां पेटर भाई भौरी आवे केमिति कहउछु मते चिन्हिलु कि जानिनि बनी ये तो पहुंची मु तो चिन्ह नहीं के जानी आ मारी पड़ा तू केमिति पहुंची तो सिया मां भौनी छोरा खा लोगे जा बाहर मारी पड़ा मो साला देखुचे एटा गोटे चोरी करिया पे हम घर भीतर को पसी आसी आ धरा पड़ी जीवन साला मिचर अभिनय कर मम्मीलो मो मतरे एटा को पुलिस रे हैंडओवर कर दो नहीं बाबू नहीं अभिमानी ने बहुत चापरा अभिमान रे कौन की पता यार
ମୋ ମମିର ଡିମା ଏସବୁ ଧରି ଆସିଲେ ଯାଇ ତୋ ଭଉଣୀ ସହିତ ଦେଖା କରିବି। ଗରିବ ଲୋକ ଆଜ୍ଞା, ଏତେ ଟଙ୍କା କୋଉଠୁ ପାଇବି? ତୁ କୋଉଠୁ ଆଣିବୁ, କଣ କରିବୁ, ସେ କଥା କଣ ଆମେ କହିବୁ? ଚୋରି କରିବୁ, ଡକାୟତ କରିବୁ, ନହେଲେ ମଣିଷ ମାରିବୁ। ମାଉସୀ, ସତ କହୁଛି ମାଉସୀ, ମୁଁ ତମ ଜୀବନ ତାର ଯଦି କିଛି ହେଇଯାଏ, ମୁଁ ସତ କହୁଛି ମାଉସୀ, ମୁଁ ବଞ୍ଚି ପାରିବିନି। ଯେମିତି ହଉ, ଯାହା ବି ହଉ, ମୋ ଟଙ୍କା ଧରି ଆସିବି। ହେ ନିତା, ଏତେ ଅଭିନୟ କଲେ ବି ତୁ କୋଉଠୁ ଭାବୁଛୁ? ତୋ ଭାଇଟା କିଛି ବୁଝିପାରୁନି। ସତ କହୁଛି ଲୋ ଭଉଣୀ, ପିଲାଟି ଦିନରୁ ଆଜି ପର୍ଯ୍ୟନ୍ତ ତୋର ମନର କଥା ହୃଦୟର ଭାବନାକୁ ବୁଝି ଆସିଛି। ପାଖକୁ ନ ଆସିଲେ ଭାଇ, ଏ ଦୂରରେ ଥାଇ ତୋତେ ଟିକେ ଟେକିଦେଲେ କାମଳ ଭାଇଟାର କାହିଁକି ଜାଣିଛୁ? ତୁ ପରା ମୋର ଗେଲେଇ ଭଉଣୀ। कुंती गांधारी भी हार मानिबे महाभारतर कुंती गांधारी भी हार मानिबे सदरे शब्दर अर्थ कौन तमें आज ठीक प्रमाण कर मो घर लक्ष्मी पर तुमको अधिकार देला किए से कौन तुमको दबाक पड़ो कारण मु से घर मुरबी मुरबी कहले मुरबी नॉनसेंस ओल्ड मैन सेदिन
ସେଦିନ ମାତା ସୀତାଙ୍କୁ କୁଡ଼ିଆ ଦ୍ୱାରରେ ସୁରକ୍ଷାର ପିଲିଗାର ଟାଣି ଦେଇଥିଲେ। ରାକ୍ଷସୀ ମନ୍ଥରାର କୁମନ୍ତ୍ରଣାରେ ତାଙ୍କ ଉପରକୁ ହାତ ଉଠେଇ ନଥିଲେ। ତୁ ଆଜି ମା ପରି ଭାଉଜ ଉପରକୁ ହାତ ଉଠେଇ ଇତିହାସରେ ନୂଆ ଏକ ଅଧ୍ୟାୟ ସୃଷ୍ଟି କରିଦେଲୁ। ଏଇ ଇତିହାସରେ ଆଗକୁ ଆଉ କଣ କଣ ସବୁ ଲେଖା ହଉଛି ଦେଖିବା ପାଇଁ ଅପେକ୍ଷା କର। ଆଚ୍ଛା ବହୁମା, ସେମାନେ ତମକୁ ମାରୁଥିଲେ କାହିଁକି? ବାପା, ଆପଣ ଦେଇଥିବା ଠାକୁର ଘର ଚାବିଟାକୁ ମା ଆଉ ହରେଶ ମୋ ପାଖରୁ ଛଡ଼େଇ ନେଇଛନ୍ତି। ଠାକୁର ଘରର ଚାବି? ବର୍ତ୍ତମାନ ମୋ ହାତ ମୁଠାରେ। ପୋଲିସ! ଚୁପ୍ କର। ଆମେ ତମ ସେ ଠାକୁରକୁ ବିକି କୋଟିପତି ହବୁ, କୋଟିପତି। ନାଇଁ ହରେଶ ନାଇଁ, ତମେ ସେ ଭୁଲ କରନି। କୁଳ ଦେବତାକୁ ବିକ୍ରି କରିଦେଲେ ଆମମାନଙ୍କର ପାପ ହବ। କଳ୍ପନା, ତମେ ସେ ଗୋପାଳ ମୂର୍ତ୍ତିକୁ ମତେ ଦେଇଦିଅ। ଗୋପାଳ ମୂର୍ତ୍ତି ବିନା ମୁଁ ବଞ୍ଚି ପାରିବିନି ରେ। ମୁଁ ତମକୁ ହାତ ଯୋଡ଼ି ନେହୁରା ହଉଛି, ତମେ ସେ ଚାବି ଦେଇଦିଅ, ତା ନହେଲେ ମୁଁ ମରିଯିବି। ମୁଁ ଆସୁଛି ମିଷ୍ଟର ଦୁର୍ଗା ପ୍ରସାଦ। ନନ୍ସେନ୍ସ ଓଲଟା। ଜିଦଖୋର ଜାଲୁଆ, ତା କାମରେ ଯିଏ ବାଧା ଦବ ସେ ତାକୁ ମାରିଦବ। ବାହାରେ ପୁଅ, ସେଦିନ ପିତୃ ସତ୍ୟ ରଖି ରାମଚନ୍ଦ୍ର 14 ବର୍ଷ ବନବାସ କରିଥିଲେ। ଜମଦଗ୍ନିଙ୍କ କଥାରେ ପରଶୁରାମ ମାତୃହତ୍ୟା କରିଥିଲେ। ଆଉ 1200 ବଢ଼େଇକୁ ବଞ୍ଚେଇବାକୁ ଯାଇ ବିଶୁ ମହାରଣାଙ୍କ କଥାରେ ସେଦିନ ଧର୍ମପଦ କୋଣାର୍କ ମନ୍ଦିର ଉପରୁ ସମୁଦ୍ରକୁ ଡେଇଁ ପଡ଼ିଥିଲେ। ହେଲେ ତୁ ଆଜି ତମକୁ ମାରିବା ପାଇଁ ପଛେଇ ଯିବିନି। ହେଡ୍ ଟୁ ହେଡ୍ ଗୋଇଠା ମାରି ମୁଁ ବିଷ୍ଣୁ କହିବାକୁ ପସନ୍ଦ କରେ। ଆରେ ମା, ପିଲାଟି ଦିନେ ଏଇଟା ଅଝଟ କରି ବଜାରରୁ କଣ୍ଡେଇ ଆଣିବା ପାଇଁ କେତେ ଯେ ଅଝଟ କରି ତାର କୁଲି କୁଲି ହାତ ଗୋଡ଼ରେ କେତେ ଗୋଇଠା ବିଧା ମାରିଥିଲା। ହେଲେ ମୁଁ ଆଜି ଭାବୁଛି ରେ ମା, ସେଦିନର ସେଇ ଅଝଟିଆ ଛୁଆଟା ଆଜି ମତେ ସତରେ ମାରିଲା। ଏଇ କଣ ତମ ସୃଷ୍ଟିର ନିୟମ? ଏଠି ନିଜ ଲୋକମାନଙ୍କ ଠାରୁ ବି ସୁଖ କିଣିବାକୁ ପଡ଼ିଥାଏ। ଆମ ଭଳି ଅତଭାଗ ମଣିଷ ମାନଙ୍କ ପାଇଁ ସୁଖ କିଣା, ଏଠି ଦୁଃଖ ମାଗଣା। ସୁଖ କିଣା
मुगले दिखो हरा पोपुनी एमिता दिने समय रूपी समस्त भेदे छंदी गई ए कथा केबे केले भी भाबी नथिला आशा भरोसा रो बेड़ा भूमि ऊपर पिछड़ स्मृति सब का गोटेबा मो पाके संपूर्ण भूल बापा संपूर्ण भूल काई के ना मिछ केबे भी सत्य हे पारे ना सुख ତମେ କାନ୍ଦୁଛ କଣ ହେଇଛି ତମର ସେଦିନ ପୃଥିବୀର ମଙ୍ଗଳ ପାଇଁ ଭଗୀରଥ ଗଙ୍ଗାକୁ ଆଣିଥିଲେ ପୃଥିବୀ ଠିକ ସେମିତି ମୋ ପରିବାରର ମଙ୍ଗଳ ପାଇଁ ତମ ଭଳି ପୂର୍ଣ୍ଣତୟା ଗଙ୍ଗାକୁ ମୋ ପରିବାର ସେଇଟା ତ ହଉଛି ମୋ ପାଇଁ ସୌଭାଗ୍ୟ ମୁଁ ପୃଥିବୀର ଗଙ୍ଗା ନୁହେଁ ମୁଁ ସାମାନ୍ୟ ନାରୀ ଏ ସମାଜର କଳାପଟରେ ନିଜ କାହାଣୀକି ନିଜ ଲୁକରେ ଲେଖି ନିଜ ଲୁକରେ ମୁଁ ଲିପେଇ ଚାଲିଛି ତମ ମନର ଅବସ୍ଥା ବୁଝୁଛି ମିତା ଅଭିନୟ କରୁଥିବା ଅଭିନେତ୍ରୀର ମନ ବୋଲି କିଛି ନଥାଏ ସେ କଣ ତମେ କହିବାକୁ ଚାହଁ? ମୁଁ ଅଭିନୟ କରିପାରୁନି ଚାଲିଯିବି ଅସିତ ବାବୁ ଚାଲିଯିବ ଠିକ ଅଛି ଚାଲିଯା ଏଠାରୁ ମୁଁ ତମକୁ ବାଧା ଦେବି କାହିଁକି ନା ମିଛ ଅଧାରେ ରହି ଛଟପଟ ହବା ଅପେକ୍ଷା ସତ ଲୋକକୁ ସାମ୍ନା କରିବା ଅନ୍ତତଃ ପକ୍ଷେ ବହୁତ ଭଲ ଚାଲିଯା ଏଠାରୁ କଣ କହିବି ଅସିତ ବାବୁ ମୁଁ ଏ ଘର ଛାଡି ଚାଲିଯିବି ଏ ଘର ଛାଡି ଚାଲିଗଲେ କଣ ହବ ତମ ପୁଅର ଅବସ୍ଥା କଣ ହବ ତମ ବାପାଙ୍କ ଅବସ୍ଥା ଏମାନଙ୍କ କଥା କେବେ ଚିନ୍ତା କରିଛ ହଁ ଚିନ୍ତା କରିଛି ମୋ ବାପା ମରିଯିବେ ମରିଯାଆନ୍ତୁ ମୋ ବାବୁଲାଟ ମା ଯେଉଁରୁ ବତିତ ହେଇଯାଉ ହେଲେ ତୁମର ସେ ମିଛର ସିନ୍ଦୁର ଉପରେ ସତର ସିନ୍ଦୁର ଲଗେଇ ଏ ଘରର ବହୁ ଅପାର ସ୍ୱୀକୃତି ଦେଇପାରିବି ଚାଲିଯା ଏଠାରୁ ଗେଟ୍ ଆଉଟ୍ ଠିକ ଅଛି ଅସିତ ବାବୁ ମୁଁ ଏ ଘର ଛାଡି ଚାଲି ଯାଉଛି କିନ୍ତୁ ଗଲାବେଳେ ଗୋଟେ କଥା କହିଯାଉଛି ମନେ ରଖିଥିବେ ମା ଆଉ ଅସିତ ବାପାଙ୍କୁ ବହୁତ ହଇରାଣ କରୁଛନ୍ତି ବାପାଙ୍କ ଉପରେ ଟିକେ ନଜର ରଖିଥିବ ଆଉ ଠିକ ଟାଇମରେ ବାପାଙ୍କୁ ଔଷଧ ଖାଇବାକୁ ଆଉ ମୋ ମୁନାଟା ଯଦି କେବେ ମୋ କଥା ପଚାରେ ତାହେଲେ କହିବେ ତୋ ମାଟା ଆକାଶର ତାରା ହେଇଯାଇଛି ଅଭିନେତ୍ରୀର ଅଭିନୟ ସରିଯାଇଛି ଅସିତ ବାବୁ ଯିବାବେଳେ ଖାଲି ଏତିକି କହୁଛି ମିଛ ଅଧିକାର ନେଇ ମୁଁ ତମକୁ ପ୍ରଣାମ କରିବାକୁ ଚାହୁଁଛି देख मु बाजार शंखा सिंदूर नहीं तुम से मिचर सिंदूर लगे आज तुम मो घर अगणार चौरा मूले संजबती जाल हाथ देखाओ तुम मथार सिंदूर आ हाथ में शंखा भी देदेवी
କହିଲ ମମିତା ବହୁତ ଖୁସିରେ ଅଛି ନା ଏଇ ମୁଁ ପୁରା ତମକୁ କଣ ପଚାରୁଛି ଓ ବୁଝିଲି ତମ ଭଉଣୀ ସୁଖରେ ଅଛି ବୋଲି ମତେ କହିବା ପାଇଁ କୁଣ୍ଠା ବୋଧ ହଉଛ ଛାଡ଼ ସେ କଥା ତମେ ଆଗେ କହିଲ ମମିତା ମୋ ବିଷୟରେ କଣ ପଚାରୁଥିଲେ ଆରେ ତମେ ତ ଚୁପ୍ ରହିଲ ଯେ ମୁଁ ପୁରା ଜାଣିଛି ମମିତା ମତେ ବହୁତ ଭଲ ପାଏ ଆଉ ସେ ନିଶ୍ଚୟ ମୋ ବିଷୟରେ ପଚାରିଥିବ ମୁଁ ପୁରା କଣ ପଚାରୁଛି ତମେ କିଛି କହୁନ କାହିଁକି ଆରେ କୁହ ନା ମମିତା ମୋ ବିଷୟରେ କଣ କହିଲେ ଶାନ୍ତି ଆମ ବିଟା ବହୁତ ଖୁସିରେ ଅଛି ବହୁତ ଭଲରେ ଅଛି ସେମାନେ ଏମିତି ଚର୍ଚ୍ଚା କଲେ ଯେ ମୁଁ ଜୀବନ ସାରା ତାଙ୍କ ଋଣ ଶୁଝି ପାରିବିନି ଏଇ ବଡ଼ ଘରର କଥା ତା ଛଡ଼ା ପ୍ରଥମେ କୁଣିଆ କରି ତମେ ତାଙ୍କ ଘରକୁ ଯାଇଛ ଆରେ ଏଥିରେ ବଡ଼ ଦୁଃଖ କରିବାର କଣ ଅଛି ଏଇ କଣ ହେଇଛି ତମେ ଏମିତି ଚୁପ୍ ରହିଛ ଯେ ନା ସେ କିଛି ନୁହେଁ ଏଇ ମୁଁ ପରା କଣ ତମକୁ ପଚାରୁଛି ଶୁଣ ସତ କଥା ମତେ କୁହ ସତ କହୁଛି ମୁଁ ରାଣ ପକେଇଦେବି ହେ ଶାନ୍ତି ଏତେ ବଡ଼ ନିୟମଟା ପକେଇଦେଲ ଯେ ଏଇ ଦେଖ ଶାନ୍ତି ସେମାନେ ମତେ କେମିତି ଭରା ପିଟିଛନ୍ତି ଶାନ୍ତି ସେମାନେ ପରା ବଡ଼ ଲୋକ ସେମାନଙ୍କର ଆମେ କଣ କରିପାରିବା କେବଳ ମମିତା ପାଇଁ ସବୁ ସହି ଯାଇଛି ଶାନ୍ତି ସେମାନେ ଯେମିତିକା ନୃଶଂସ ଲୋକ ସେମାନଙ୍କ ପାଖରେ ମମିତା କେମିତି ଯେ ଦିନ କାଟୁଥିବ ମୁଁ ସେଇ କଥା ଚିନ୍ତା କରିଛି ଶାନ୍ତି କାହିଁକି ଆମମାନଙ୍କ ପ୍ରତି ତମର ଏତେ କଠୋର ସେତିକି ନୁହେଁ ଶାନ୍ତି 5 ଲକ୍ଷ ଟଙ୍କା ଆଉ 10 ଭରି ଚୁନା ତେଲ ନଦେଲେ ସେମାନେ ଆମ ଭିତରକୁ ମାରିଦେବେ ଆଉ କଣ ଅଛି ଯେ କିଏ ବା ଆମକୁ ଏତେ ଟଙ୍କା ଦବ ଯୋଉ ଭଉଣୀ ଭାଇ ନିଜ ଜୀବନକୁ ବାଜି ଲଗାଇ ଅମୂଲ୍ୟ ସମ୍ପଦ ବିକ୍ରି କଲେ ଏ ଶାନ୍ତି ଭାବୁଛି ଏ ଘରଟି ହଟା ବିକ୍ରି କରିଦେବି ଘରଟି ହଟା ବିକ୍ରି କରିଦେବି ଏ ଶାନ୍ତି ଏ ଦୁନିଆରେ ତ ପୁଣି ଅନେକ ଲୋକ ଅଛନ୍ତି ଆରେ ବଞ୍ଚିବା ପାଇଁ ତ ଯାହାର ଜାଗା ନାହିଁ ସେ ତ ପୁଣି ଅଛନ୍ତି ତା ଛଡ଼ା ଆମେ ରାସ୍ତା କଡ଼ର ଗଛରେ ରହିପାରିବୁ ସତ କହୁଛି ଶାନ୍ତି ଯଦି ସେ ମୁକ୍ତାର ବାହାରି ଦେବେ ମୁଁ ବଞ୍ଚି ପାରିବିନି ଶାନ୍ତି ମୁଁ ବଞ୍ଚି ସେଦିନ ସିନା ମିତା ଆମକୁ ଭୁଲ ବୁଝି ହେଲେ ତମେ ସତ କହିଲ ସତରେ କଣ ଆମେ ଦି ଜଣ ତାକୁ ବର୍ଷେ ପାଖକୁ ପଠେଇ ଦବୁ ଆରେ ମିତା ପରେ ଆମର ଝିଅ ପରେ ଦୂରରେ ଥାଇ ମୁଁ ସବୁ ଶୁଣିଛି ତମେ ଜମା ବ୍ୟସ୍ତ ହଉନି ଆମେ ଯେମିତି ହଉ ମୁଁ ତାକୁ ଯୌତୁକ ଟଙ୍କା ଦେଇ ଆମେ ତାକୁ ଖୁସିରେ ରଖିବା ଆଉ ତମେ ଜାଣିଛ ଭାଉଛ ମୋର ଗୋଟେ ସାଙ୍ଗ ନା ଗୋଟେ କମ୍ପାନୀରେ ମ୍ୟାନେଜର ଅଛି ସେ ମତେ 5 ଲକ୍ଷ ଟଙ୍କା ଦେବ ବୋଲି କହିଛି ତୁ ସତ କହୁଛୁ ବିବେକ ହଁ ଭାଇ ସେ ମତେ ଆସନ୍ତା ସପ୍ତାହ ଦେବ ବୋଲି କହିଛି ସତରେ ବିବେକ ଯିଏ ଆମ ଅସମୟ ବେଳେ ଯିଏ ଆମକୁ ସାହାଯ୍ୟ କଲା ସେ ଆମ ପାଇଁ ଭୋଗ ମୋ ମିତାର ଦେହ ପା ବହୁତ ଭଲ ଅଛି ନା
ना से तमको सपने एते पिटे अरे मो बेटा ठीक है पाटी फिटे लागे सुनो बेटा कुछ नहीं कहबनी ना ये कम है देखो मो हूँ डोना डोना हाँ ମୁଁ ଆପଣଙ୍କ ପାଖକୁ ଅଭିଯୋଗ ଆପତ୍ତି କରିବା ପାଇଁ ଆସିଛି ଆପଣଙ୍କର ବିବେକ ମୋତେ ଭଲ ପାଇ ବିବାହର ପ୍ରତିଶ୍ରୁତି ଦେଇ ମୁଁ ମା ହେଇସାରିବା ପରେ ସେ ମୋତେ ଆଜି ଫାଙ୍କି ଦେଉଛନ୍ତି ଏ କଣ ମୁଁ ଶୁଣୁଛି ରେ ବିବେ ତୁ ଶେଷରେ ଆମ ଆଶା ଭରସାରେ ବିଷ ଦେଇଦେଲୁ नहीं भाई ये झील के मुझे कुछ नहीं लेके जाना ना तुम्हें मुझे विश्वास करो भाई तुम्हें मुझे विश्वास करो ये बोल दो तुम्हें कोई ना भाव दो तब आदर सरे कोड़ा है विवेक का तो ऐसे बड़ा भूल करी पाएगा अब तो महादास सकू ते तो कॉल को बोल नहीं पाएगा भरोसा पाए टिके न्याय पाए मो बड़ मो धाई आसी तने मो मिछ कहूची तने मोबाइल तो फोटो तो मिछ कहबनी अरे बिबे हे झियो को तू चिन्हिनु से झियो को तू जानिनु ता सहित तोर किछि संपर्क नाही हाँ भाई मुझे तो कहूँ भाई ये झील को मुझे चाहिए ना ये झील को मुझे जाने ना से झियोटा मिछ कहूची तू एका सत्य पुरुष अरे तू शेषरे हमकु एई पुरस्कार देई देली रे भाई ए बेबी तबे आज को विश्वास से सतरे विश्वास कहीं के मैंने बोला कौन है ना ए मो तो विश्वास होला तो देखो तमे कोन भाबुछ माने मु कहबी ना आपण करबे मते बा हेबे ना मो मतर सिंदूर देबे कि नहीं से हां विवेक आप क्या लो बेटी अरे जाओ से जिया मतर तो मैं सिंदूर भी दे दियो हे विवेक से झियो मातारे सिंदूर पिंधाई देली हां हां अरे बाबा सिंदूर आने में किसी डॉक्टर नहीं सिंदूर को साथ में नहीं किया आसो विवेक मो मतर सिंदूर पिंधाई दियो निया विवेक नियो ले दियो मो मतर अरे से जिया मतर सिंदूर पिंधाई दियो विवेक यो विवेक मो मतर सिंदूर पिंधाई दियो झियो मातारे सिंदूर पिंधाई देली हाँ ମୁଁ ତମ ମତାରେ ସିନ୍ଦୁର ଦେବି ଆଉ ତମକୁ ଏଇ ଘରର ବହୁର ସ୍ୱୀକୃତି ଦେବି ଦିଅ भाभी पारी लोग केमिति बे विवेक तमे मो पर हाथ उठाई किछ भालो करनी तमे मो पर हाथ उठाई दे माने मु तुमको जेल को नहीं छिबी मु तुमको फांसी को ना झूलाई ना मैं बात को डंगो दी भाई आउट गेट आउट आई
तेरे शोष मेंटेनेंस ए होचे वंशर कलंक तू हो कलंक चेष्टा कलबी मो पारुने बाउचा मैं घर छाड़ी पड़ी जीविनी बाउचु मैं घर छाड़ी पड़ी जीविनी सुन विवेक तू जदि घर छाड़ी न जाऊ तो भाईर मोला मुह देखिबु स्वप्न देखी पाइले खाली मेचा मेचा दुख एटी बिना मूल्य सुख एटी दुख मागणारे मिले आके सुख पाए बहु मूल्य दबाक पड़े कहीं विशिष्ट समाज मो परी हकमागा मानक दुख किण एटी दुख मागणा दुख
अरे से झीलटा आटा छाड़ी चली गल तमें ब्राउन सुगर कारबार संपर्क अच्छी हमको विश्वास करो तो ए विषय में किसी भी जानी ना किसी जाने ना समझा अच्छा सोच करो ब्राउन सुगर तमें भावुच आईन नंद से किसी जानी पाऊनी तमें भी अभिनय कले मुझे तुमको छाड़ी देवी लगा हाथ पड़ी आईन तुमको क्या छाड़ दे पारी आसान को छाड़ी तुमको नहीं आज मिछ पकड़े सपन जानी चाहिए मुझे गोटे अपराध पाल्टी जाए मो विवेक को भूल बुझी मोर गोटे कथा रखिबो तमे तमे जीवा पूर्वरु कोते नेके विश्वा शांति ये दुनिया ता होची किछि खरा आउ किछि चाहे ए छोका पंच करे कहते बेले किया हारी जाए तो हम किया जीते जाए ए संते तुम्हें भागी पड़नी संते दुख सिंदूर को निजरा करे लुहार तारे कारे लगी बच्ची बासी को नहीं अरे वो तुमको जाने वो मुझे मते जीवा करे बसते एटा परा आईन का नटका आवर को अर्थ बड़ा अछि जे आबे आईन को किनी आनी पारेबा एठी परा बिना मूल्य सुख नाही एठी दुख माकड़े मिले देखिए सुख पाए बहु मूल्य देवा को पड़ता है ए संते आम भली गरीब मानक पाए सुख किणा एठी दुख मागणा सुख किराए